ତମେ 10 ଟଙ୍କା ଜାଗାରେ 100 ଟଙ୍କା ନବ, 90 ଟଙ୍କାରୁ ତମେ କିଛି ନେଲେ ଆମକୁ କିଛି ଦବ, ଏଭଳିଆ ବ୍ୟବସ୍ଥା ଚାଲିଥିଲା। କିନ୍ତୁ ମୋଦୀ ସରକାର ଏଠି ଯାହା ଥିବ ପୁରା ଦର୍ପଣରେ ଦେଖାଯିବ, ଏଥିରେ ସେ ବ୍ୟବସ୍ଥା ହେଇପାରିବନି। ବିରୋଧୀ ଦଳ ନିଜ ଦଳୀୟ କନ୍ଦଳରୁ ବର୍ତ୍ତମାନ ଭରପୁର ହେଇକି ରହିଲା। ସେ ଦଳୀୟ କନ୍ଦଳରୁ ଆଗ ଉତରନ୍ତୁ ଆଗକୁ, ତାପରେ ସେ ଦେଖିବେ ତାଙ୍କର ଭବିଷ୍ୟତ କଣ ଅଛି କି ରହିଛି। ବିରୋଧୀ ଦଳର ଭୂମିକା ରହିବନି। ଆଉ ଦେଖନ୍ତୁ କିଛି ଦିନ ପରେ ବହୁତ କିଛି ଭୂମିକା ରହିବ। ସରକାର ଆସିଲା ପରେ, ଡବଲ ଇଞ୍ଜିନ ସରକାର ଆସିଲା ପରେ ଡବଲ ଫାଇଦା ଲୋକଙ୍କୁ ମିଳିଲା। ଆୟୁଷ୍ମାନ ଯୋଜନା ମୁଁ କହିଲି ଡବଲ ଫାଇଦା ମିଳିଲା। 70 ବର୍ଷ ଲୋକଙ୍କୁ ସେମାନେ ସୁଯୋଗ ଦଉନଥିଲେ। ଧନୀ ଗରିବ ଅନ୍ତର ଥିଲା, ଏତେ ତ ଧନୀ ଗରିବ ନାହିଁ, ସମସ୍ତେ ପାଇପାରିବେ। ମୋର ବାପାଟିଏ ଯଦି ମୁଁ ଯେତେ ଧନୀ ଥାଇପାରେ, ଯଦି ମୋ ପକେଟରୁ 5 ଲକ୍ଷ 10 ଲକ୍ଷ 15 ଲକ୍ଷ ଖର୍ଚ୍ଚ ହବ, କୋଉଠି ନା କୋଉଠି ପଛ ଗୁଚା ଦିଅନ୍ତି ଇଏରେ ଡାକ୍ତରଖାନାରେ ଯାଇକି ପୁଅଟିଏ ବି ହଉ ମାଟିଏ ହଉ କି ପିଲାଟିଏ ଯାହାର ବି, ଏଥିରେ ଆଉ ଅସୁବିଧା କିଛି ନାହିଁ। ତାଙ୍କ ସରକାର ବ୍ୟବସ୍ଥା କଲେ ସବୁ ପାଇଁ ଅଛି। ଓଡିଶାରେ ରହିଛନ୍ତି ବର୍ଷେ ହେଇ ଚାଷୀ ମାନଙ୍କୁ 800 ଟଙ୍କା ଇନପୁଟ ସବସିଡି ଦିଆଗଲା MSP ରେ, ଯୋଉଟା କି ନବୀନ ପଟ୍ଟନାୟକ ତାଙ୍କୁ ସରକାର ସମୟ 2016ରେ 100 ଟଙ୍କା ଇନପୁଟ ଦେବା ପାଇଁ MSP ଦେବା ପାଇଁ ଧାନରେ କହିଥିଲେ, ଦେଇପାରିଲେ। ଏଠି ଆସୁ ଆସୁ ଦିଆଗଲା 800 ଟଙ୍କା। 2300 ଟଙ୍କା କେନ୍ଦ୍ର ସରକାର ଦଉଛି, ଓଡିଶା ସରକାର 800 ଟଙ୍କା ଦଉଛି, 3100 ଟଙ୍କା ଧାନ କୁଇଣ୍ଟାଲ ପିଛା ହେଇଗଲା। ଏଠି ମହିଳା ମାନଙ୍କୁ କୋଭଳି ଭାବରେ ଋଣଗ୍ରସ୍ତ କରିକି ହଇରାଣ କରାଉଥିଲା। ବ୍ୟାଙ୍କ ତାଙ୍କ ପଛରେ ପଡିଛି ଆଜି ପର୍ଯ୍ୟନ୍ତ SHG ମହିଳା ମାନେ। କିନ୍ତୁ ଆଜି ଦେଖନ୍ତୁ ମହିଳା ମାନଙ୍କ ଖାତାରେ 2ଟା କିସ୍ତିରେ 5,000 10,000 ମହିଳା ପାଉଛନ୍ତି ଖାତାରେ, ନିଜ ଖାତାରେ, ଏବଂ କୋଟିଏ ଉର୍ଦ୍ଧ୍ୱ ମହିଳା ପାଇଗଲାଣି। ଆଗରୁ 70 ଲକ୍ଷ ଡିଡିଂ ବିକୁଛନ୍ତି, ସେ 70 ଲକ୍ଷରୁ ଆଜି ବା ଋଣଗ୍ରସ୍ତ ହେଇଗଲେଣି ମହିଳା ମାନେ। ଆମେ ପ୍ରତ୍ୟେକ ତ ଦେଖିଛୁ ଲୋକମାନେ ମହିଳା ମାନେ ଆସୁଛନ୍ତି କୋଉଭଳି ହଇରାଣ ହଉଛନ୍ତି। ଆଉ କୋଉ ଭଳିଆ ବାଟ ମାରଣା କରୁଥିଲେ, 5 ଲକ୍ଷ ଲୋନ ନେଇକି ତାଙ୍କୁ 2.5 ଲକ୍ଷ 2 ଲକ୍ଷ ନେଇଯାଉଥିଲେ, ଏଭଳିଆ କଥା ଥିଲା। ଏବେ ଆଉ ତ ବୁଝିପାରି ନବ ନାହିଁ। ମୁଖିଆ ବା କହିଥିଲେ ନବୀନ ପଟ୍ଟନାୟକ ଦେଖିଆ, ସେମାନେ ଯୋଉମାନେ କହୁଥିଲେ ନବୀନ ପଟ୍ଟନାୟକ ବା କହିଦେଲେ ସିଏ ମୋର ସବୁ ନେଇଛି, ସିଏ ଅଛି ତ ଆଉ କିଛି ନାହିଁ, ମୋର ଦଳ ଦରକାର ନାହିଁ କି ମୋର ଆଉ ନେତା ଦରକାର ନାହିଁ, ସେ ଖୋଲିକି କହିଦେଲେ। ପାଣ୍ଡିଆନ ସବୁ କିଛି ଭଲ କରୁଥିଲା, ଏବେ ବି ମୋ ସାଥିରେ ଭଲ କରିବା ଆଗକୁ ଅଛି କହିକି ତାଙ୍କର ଚାଲିଲା। ଆଉ ଦଳ ରହିଲା କୋଉଠି? ନବୀନ ପଟ୍ଟନାୟକ ନିଜେ ବା କହିଦେଲେ ଦଳ ଫଳ କିଛି ଏଠି ନାହିଁ, ମୋର ପାଣ୍ଡିଆନ ଦରକାର। ଆଉ ପାଣ୍ଡିଆନ ସବୁ କିଛି ଭଲ କରିଥିଲା, ଆଗକୁ ଯାହା କରିବ ଭଲ କରିବ। ନିଜେ କହୁଛି ଲୋକମାନେ କହିସାରିଲାଣି ପାଣ୍ଡିଆନକୁ ଧରିଲେ ଆଉ ଦଳ ତାଙ୍କ ରହିବନି। ଆଉ ନିଜେ ତ ନବୀନ ବାବୁ କହିଦେଲେ ମୋର ପାଣ୍ଡିଆନ ଦରକାର, ଦଳ ଦରକାର, ଆଉ ସ୍ପଷ୍ଟ କଣ କହିବେ?